ଆଜ୍ଞା ନମସ୍କାର। ନାହିଁ 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 ମ ଇଏ ତ ଓଡ଼ିଶା। କାରଣ ଆପଣମାନେ ଜାଣିଥିବେ ଯେଉଁମାନେ ଆଜି ଚାକିରି କରିବା ପାଇଁ ଅପେକ୍ଷା କରିଛନ୍ତି, ନୂତନ ଫ୍ରେଶୁଆଲ ପିଲାମାନେ, କିଏ ଗ୍ରାଜୁଏସନ୍ କରିଛନ୍ତି, କିଏ ବିକମ୍ କରିଛନ୍ତି, କିଏ ଆଇକମ୍ କରିଛନ୍ତି, କିଏ ବିଏସ୍ସି କରିଛନ୍ତି, କିଏ ବ୍ୟାଙ୍କିଂ କରିଛନ୍ତି, ନାନାଦି ପ୍ରକାର ପିଲାମାନେ ଆଜି ଅପେକ୍ଷାକୃତ ଅଛନ୍ତି ଯେ ଓଡ଼ିଶା ସରକାର, ନୂତନ ସରକାର ଆସିଲେ ସେ କିଛି କାର୍ଯ୍ୟ ଦେବେ, କାର୍ଯ୍ୟ ଯୋଗେଇବେ, ବେକାରୀ ସମସ୍ୟା ଦୂର କରିବେ। ଇଏ ତ ଆଜ୍ଞା ବର୍ଷ ଲାଗିବାକୁ ବସିଲାଣି। ଆଜ୍ଞା ଦେଖନ୍ତୁ, ମୁଁ କଂଗ୍ରେସ ସରକାରଙ୍କୁ ଦେଖିଛି, କଂଗ୍ରେସ ସରକାରର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ପଟ୍ଟନାୟକଙ୍କୁ ଦେଖିଛି, ତାପରେ ଜନତା ଦଳର ସରକାର ଶ୍ରୀଯୁକ୍ତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଦେଖିଛି ଏବଂ ନବୀନ ପଟ୍ଟନାୟକଙ୍କୁ ମଧ୍ୟ 25 ବର୍ଷ ଦେଖିଲି। ଏବେ ଦେଖୁଛି ମୋହନ ସରକାରଙ୍କୁ, ଭାରତୀୟ ଜନତା ପାର୍ଟିର ସରକାର। ଆଉ କାମ ଅଧିକା ମାନେ କାଢ଼, କଥା କମ୍ କୁହ, କଥା କମ୍ କରି ବେକାରୀ ସମସ୍ୟା ଶୀଘ୍ର ଓଡ଼ିଶାରୁ କେମିତି ଦୂର ହୋଇପାରିବ ତା ଉପରେ ବିଶ୍ଳେଷଣ କର। ତାକୁ ତର୍ଜମା କରି ପ୍ରକୃତ ଯେଉଁମାନେ ଚାକିରି ପାଇବାକୁ ହକଦାର ସେମାନଙ୍କୁ ଚାକିରି ଦିଅ, ତାହେଲେ ଆପଣଙ୍କ ସରକାର ମଧ୍ୟ ତିଷ୍ଠିକି ରହିପାରିବ। ମୁଁ ଦେଖୁଥିଲି ଗୋଟିଏ ଭିଜୁଆଲରେ, ମାନେ ଜଣିଏ ବରିଷ୍ଠ ସାମ୍ବାଦିକ, ଜଣେ ହେଉଛନ୍ତି ମାନେ ଆକ୍ଚୁଆଲି ସେ ହେଉଛନ୍ତି ଜଣେ ସମାଜସେବୀ। ସେ ମଧ୍ୟ କହୁଥିଲେ, କିଛି ଖରାପ କହିନାହାନ୍ତି, ଆପଣମାନେ ସମସ୍ତେ ସଜାଗ ହେବା ଦରକାର। ଆଉ ସମସ୍ତେ ଏମିତି ଭୁଆଁ ବୁଲେଇଲେ ଆଉ ଦେଶର ଯେଉଁ ବେକାରୀ ସମସ୍ୟା ଦୂର ହେବନି କି ଲୋକମାନେ ଆଉ ଚାକିରି ବାକିରି ପାଇପାରିବେନି। କାରଣ ଯେଉଁମାନେ ରିଟାୟାର୍ଡ଼ କରୁଛନ୍ତି ଏଡ଼େ ଏଡ଼େ ବଡ଼ ପଦପଦବୀରେ ରହିକି, ସେଇମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଛି। କାହିଁକି, କ'ଣ ପାଇଁ, କେତେ ଟଙ୍କା ଖାଇକି ଆପଣମାନେ ଏଇସବୁ ପୁନଃ ନିଯୁକ୍ତି କରୁଛନ୍ତି? ସେ ସେଇ କଥାଟା କହିଛନ୍ତି, କିଛି ଭୁଲ କହିନାହାନ୍ତି। ଆପଣମାନେ ନିଜେ ସଜାଗ ହେବା ଦରକାର। ନହେଲେ ଦେଖନ୍ତୁ, ମାନେ ଓଡ଼ିଶାର ମାନେ 15 ବର୍ଷର ଶାସନ କଂଗ୍ରେସ ଶାସନ, 10 ବର୍ଷଠୁ 15 ବର୍ଷର ଶାସନ ଜନତା ଦଳ ଶାସନ ଏବଂ 25 ବର୍ଷର ଶାସନ ନବୀନ ବାବୁଙ୍କ ଶାସନ, ଏ ସବୁ ତଳ ଖାଇଯାଇଛି। ତେଣୁ ପୁଣି ଏବେ ଚାଲିଛି ମୋହନଙ୍କ ଶାସନ। ମୋହନ ବାବୁ ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଆ ଅସ୍ମିତା ଆଉ ବେକାରୀ ସମସ୍ୟା ଦୂର କରିବା, ଓଡ଼ିଶାକୁ ଗରିବରୁ ମୁକ୍ତି କରିବା, ସେଥିପାଇଁ ଦେଇଛନ୍ତି। ତେଣୁ ୟାକୁ ଉପରେ ଆପଣ ତର୍ଜମା କରନ୍ତୁ। ଆଉ ନହେଲେ ଆପଣମାନଙ୍କର ସମୟ କ'ଣ କହିବ ସେଇଟା ତ ଭାରତବାସୀ, ଓଡ଼ିଶାବାସୀ ୟାକୁ ବୁଝେଇବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନାହିଁ 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 ମ